ଏଠି ବହୁତ ଦିନରୁ ଗୀତା ଜୟନ୍ତୀ ପ୍ରଭୁ ଶ୍ରୀମଦ ଭଗବତ ଗୀତାଙ୍କର ଜୟନ୍ତୀ ପାଳନ ହେଇ ଆସୁଛି। ଏଠି ଆମର ପଣ୍ଡିତ ଶ୍ରୀ କାହ୍ନୁଚରଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ସେ ଏଠି ଆସିକି କହିଥିଲେ ଏବଂ ସେବେଠୁ ଏଠି ଗୀତା ଜୟନ୍ତୀ ପାଳନ କରାଯାଉଛି। କେତେ ବର୍ଷ ହେଲାଣି? ଆଜକୁ ପ୍ରାୟ 12-15 ବର୍ଷ ହେଲାଣି ଏଠି ପାଳନ କରାଯାଉଛି। କଣ ଗୀତା ଯାତ୍ରା କଣ ମାହାତ୍ମ୍ୟ ରହିଛି? ଓମ୍ ନମୋ ଭଗବତେ ବାସୁଦେବାୟ। ମୋର ଗୁରୁଦେବ ମାଧୁରୀ ବାବା ମାଧୁରାସଙ୍କ ପାଦପଦ୍ମରେ ପ୍ରଣାମ। ମୋର ପ୍ରଥମ ଗୁରୁ ମୋର ପିତାମାତା ତାଙ୍କ ପାଦପଦ୍ମରେ ମୋର କୋଟି କୋଟି ପ୍ରଣାମ। ଏ ଜଗତର ନାଥ ଜଗନ୍ନାଥ ଓଡ଼ିଆର କୋଟି ମୌଡ଼ମଣି କାଳିଆ ସାନ୍ତ ପାଦ ତଳେ ମୋର କୋଟି କୋଟି ପ୍ରଣାମ। ଆଜି ଏ ଯେଉଁ ଗୀତା ଜୟନ୍ତୀ ଏଠି ପାଳନ କରାଯାଉଛି, ଏଇଟା ବିଗତ କିଛି ବର୍ଷ ପୂର୍ବେ ଆମ ଏଇ ପାଖର ପଣ୍ଡିତ କାହ୍ନୁଚରଣ ମିଶ୍ରଙ୍କ କହିବା ଅନୁସାରେ ତାଙ୍କ ତତ୍ତ୍ୱାବଧାନରେ ଏଠି ଗୀତା ଜୟନ୍ତୀ ପାଳନ କରାଯାଉଛି। ଏହା ବିଗତ କିଛି ଦିନ ହେଲା ହେଇଛି, କିନ୍ତୁ ଏଇ ଗୀତା ପଢ଼ିବାରେ ଏଠି ମାହାତ୍ମ୍ୟ ବହୁତ ଦିନର। ଏଠି ବହୁତ ପୁରାତନ କାଳରୁ ଏଠି ଭାଗବତ ଚର୍ଚ୍ଚା ସନ୍ଧ୍ୟାରେ କରାଯାଏ। ତ ମୋର ଜଣେ ଗୁରୁ ଭାଇ ସ୍ୱର୍ଗତ ରବୀନ୍ଦ୍ର ସାହୁ ଏଠି ଆସି ରହୁଥିଲେ। ମୁଁ ମୋର ମାଙ୍କ ସଙ୍ଗରେ ଏଠିକି ମୋର ବୟସ 10-12 ବର୍ଷ ହେଇଥିବ, ମୁଁ ଏଠି ଆସି ପ୍ରଭୁଙ୍କୁ ପ୍ରଣାମ କରି ଯାଏ। କିନ୍ତୁ ତାଙ୍କ ତତ୍ତ୍ୱାବଧାନରେ ସେ ମୋତେ କହିଲେ, ତୁ ପ୍ରତିଦିନ ସକାଳେ ଆସୁଛୁ, ଏଠି ଟିକେ ଶ୍ରୀମଦ ଭଗବତ ପାଠ କର। ମୁଁ ତାଙ୍କରି ପ୍ରେରଣାରେ ମୁଁ ଏଠି ଆଜି ପର୍ଯ୍ୟନ୍ତ ମୁଁ ଗୀତା ପାଠ କରି ଆସୁଅଛି। ତା ମଧ୍ୟରେ ବହୁତ କିଛି ଦୁଃଖ କେଶ ଆସିଛି, ସବୁ ଏଇ ଗୀତା ପାଠରେ ମୋର ସମ୍ପୂର୍ଣ୍ଣ ଲୀନ ହୋଇଛି। ତ ମୋର କିଛି ଦିନ ପରେ ବିବାହ ହେଇଛି। ବିବାହର ପରେ ମୋର ଧର୍ମପତ୍ନୀ ମୋତେ କହିଛନ୍ତି, ତ ଆମର ବିବାହ ସୁଦାମ ସେନାପତି। ଗୀତା ଜୟନ୍ତୀ ଉତ୍ସବ କାହିଁକି ପାଳନ କରାଯାଏ? ଗୀତା ଜୟନ୍ତୀ ଉତ୍ସବର ମାହାତ୍ମ୍ୟ କ'ଣ ରହିଛି? ମହାତ୍ମା ଏଇକି ଯେ ଆପଣ ଗୋଟେ ଶାସ୍ତ୍ରରେ ପଢ଼ିଥିବେ, ରୁଚୁ ରଚୁ ଖା ଗୀତା ଏବଂ ପିତା ଆସୁ ନ ଆସୁ ପଢ଼ ଗୀତା। ଏ ଦୁଇ ଜଣ ଯାକ ଦୁଇଟି ଯାକ ମାନବ ପାଇଁ ବହୁତ ହିତକାରୀ। ତେଣୁ ଏ ଯେଉଁ ଗୀତା ଜୟନ୍ତୀ ଚାଲୁଛି, ମାନବ ଯଦି ଏହାକୁ ଅବଲମ୍ବନ କରେ ତାହେଲେ ତାର ବହୁତ ଉପକାର ହେବ। ତା ମନ ଶାନ୍ତି ରହିବ, ସମସ୍ତଙ୍କ ପ୍ରତି ଦୟା ଭାବ ଆସିବ, ଈଶ୍ୱର ନିଜ ହୃଦୟରୁ ଈଶ୍ୱର ଭକ୍ତି ଆସିବ। ତେଣୁ ଏଇଟା କରାଯାଉଛି ଏଇଥିପାଇଁ ଯେ ସମସ୍ତଙ୍କର ମଙ୍ଗଳ କାମନା। ଏ ଗୀତାକୁ ଶୁଣନ୍ତୁ, ପଢ଼ନ୍ତୁ, ଯାହା କରନ୍ତୁ ନା କାହିଁ ଏ ନିଶ୍ଚିନ୍ତ ଆପଣଙ୍କର ମଙ୍ଗଳକାରୀ। ମାନବ ଜୀବନଟା ଧୈର୍ଯ୍ୟ ହେଇଯିବ ବା ଈଶ୍ୱରଙ୍କର ଯେଉଁ କୃପା ଅଛି ତାଙ୍କର ପାଖକୁ ଏ ଜୀବନ ନିଶ୍ଚିତ ଯିବ। ଏଣୁ ଏଇଥି ନେଇ ଏ ଗୀତା ଜୟନ୍ତୀଟି କରାହେଇଛି ଯେ ଏମିତି ଗୋଟେ ଗୋଟେ ଜାଗାରେ କରାଗଲା ମାନେ ନିଶ୍ଚିତ 5ରୁ 10, 20 ଏମିତି ଆସିଲା ପରେ ଶୁଣିଲେ ନିଶ୍ଚିନ୍ତ ସେମାନଙ୍କର ମଙ୍ଗଳ ହେବ, ତାଙ୍କ ପାରିବାରିକ ମଙ୍ଗଳ ହେବ, ଆମ ଦେଶର ମଙ୍ଗଳ ହେବ, ଆମ ମାନଙ୍କର ବି ମଙ୍ଗଳ ହେବ। ମୁଁ ହେଉଛି ବୁଦ୍ଧଦତ୍ତ ମିଶ୍ର। ଆଉ ଏଇ ଅନୁଷ୍ଠାନକୁ ମୁଁ ବିଗତ ବର୍ଷମାନଙ୍କ ଧରି ଆସୁଅଛି। ଏ ଗୀତା ଜୟନ୍ତୀ ଉଦ୍ଦେଶ୍ୟରେ ମୋତେ ଗୀତା ଜୟନ୍ତୀର କ'ଣ ମାହାତ୍ମ୍ୟ? ଦେଖନ୍ତୁ, ଗୀତା ସୁଗୀତା କର୍ତ୍ତବ୍ୟ କିଂ ମନ୍ୟେ ହି ଶାସ୍ତ୍ର ବିସ୍ତରେ ଏହା ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମା ବିନି ସ୍ମୃତାତ୍। ଗୀତା ହେଉଛି ଭଗବାନଙ୍କର ଗୀତ, ଭଗବାନଙ୍କର ମୁଖ ନିଃସୃତ ବାଣୀ। ତେଣୁକରି ପ୍ରତ୍ୟେକଟି ଅକ୍ଷର ଏଥିରେ ଯାହା ସମ୍ବନ୍ଧ ରହିଛି ତାହା ଅତି ବୈଜ୍ଞାନିକ ସମ୍ବନ୍ଧୀୟ। ଗୀତା ବିଶେଷତଃ ସାଂଖ୍ୟ ଯୋଗ ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି, ଯେଉଁ ଚତୁର୍ବିଂଶ ପ୍ରକୃତିର ଯେଉଁ ବର୍ଣ୍ଣନା, ଏବଂ ଗୀତାରେ ମଧ୍ୟ ଅନନ୍ତ ଯୋଗ ଅଛି। 18 ଯୋଗ ମଧ୍ୟରେ 18 ପ୍ରକାର ଭକ୍ତିର ଆମର ସେଠାରେ ଦୃଷ୍ଟାନ୍ତ ମାନେ ରହିଛନ୍ତି। ଅଚତୁର୍ବଦନୋ ବ୍ରହ୍ମା ଦ୍ୱିବାହୁର ପରୋହରି ଅଭାଲ ଲୋଚନ ଶମ୍ଭୁ ଭଗବାନ ବାଦରାୟଣ। ପ୍ରଭୁ କୃଷ୍ଣ ଦ୍ୱୈପାୟନ ବାଦରାୟଣ ଦେବର୍ଷି ବ୍ୟାସ ଏହି ଗୀତାଟିକୁ ରଚନା କରିଥିଲେ। କ'ଣ ପାଇଁ ନା ଏ ଭଗବତ ମାର୍ଗରେ ଲୋକମାନଙ୍କୁ ପ୍ରେରଣା କରିବା ପାଇଁ। ଗୀତା ପାଠ କଲେ ଭଗବାନଙ୍କର ଯେତିକି କଲ୍ୟାଣ ହୁଏ ନ ହୁଏ, ଭଗବାନ ହେଉଛନ୍ତି ନାମେ କର୍ମାଣି ଲିମ୍ପନ୍ତେ ନାମେ କର୍ମେ ଫଳେ ସ୍ପୃହା। ନା ଭଗବାନ କହୁଛନ୍ତି ନା ମୋତେ କୌଣସି କର୍ମରେ ଆସକ୍ତି ଅଛି, ନା କୌଣସି କର୍ମ ଫଳରେ ମୋତେ ବାକିବା ଅଛି, ମୋତେ ପାଇବାକୁ ଅଛି। କିନ୍ତୁ ଗୀତା କ'ଣ ପାଇଁ ରଚନା କରିଛନ୍ତି ନା ଜଗତର କଲ୍ୟାଣ ପାଇଁ, ଜୀବଜଗତଙ୍କର ଯେଉଁ ଦୁଃଖ ଯେଉଁ ସଙ୍କଟକୁ ଦୂର କରିବା ପାଇଁ ଭଗବାନ ଗୀତାଟିକୁ ଧରାପୃଷ୍ଠକୁ ଅବତୀର୍ଣ୍ଣ କରେଇଥିଲେ। ଆଜିର ଏହି ପବିତ୍ର ଆମର ତୃତୀୟା ତିଥିରେ ତେଣୁକରି ତ୍ରୟୋଦଶୀ ଅନଙ୍ଗ ତ୍ରୟୋଦଶୀ ନାମରେ
ଜନ୍ମଦିନଟିକୁ ତାଙ୍କର ପାଳନ କରାଯାଏ। ତେଣୁକରି ଗୀତାର ମହାତ୍ମ୍ୟ ହେଉଛି ଅନନ୍ତ। ତେଣୁକରି ଏହି ଦିନଟିରେ ଗୀତାର ଜନ୍ମଲାଭ ହୋଇଥିଲା। ଦିବ୍ୟ ଜ୍ଞାନ ପୃଥିବୀ ଧରାପୃଷ୍ଠକୁ ଅବତୀର୍ଣ୍ଣ କରିଥିଲେ। ତେଣୁ ସେଇ ଭଗବତ ଗୀତାଙ୍କର ଆଶୀର୍ବାଦରୁ ଆଜିର ଯେଉଁ ସମାଜ ବିଶେଷତଃ କଳୁଷିତ ହୋଇଯାଉଛନ୍ତି, ପର ନାରୀ ଏବଂ ମଦ୍ୟ ମାଂସାଦି ଦୁର୍ଗୁଣ ମାନଙ୍କରେ ଲିପ୍ତ ରହୁଛନ୍ତି, ଯଦି ପବିତ୍ର ଗୀତାର ଯେଉଁ ତତ୍ଵକୁ ଦିନେ ଅଧେ କର୍ଣ୍ଣରେ ଶ୍ରବଣ କରନ୍ତି କିମ୍ବା ପଢ଼ନ୍ତି, ତାର ବିଶେଷତ୍ୱ ଜାଣନ୍ତି, ତାହେଲେ ସ୍ୱୟଂ ସ୍ୱତଃ ଭାବେ ଏଇ ଯେଉଁ ଦୁର୍ଗୁଣ ଅହିଂସା ଅତ୍ୟାଚାର ଏସବୁ ଆପେ ଆପେ ମନରୁ ଦୂରେଇ ଯିବ। ଏହା ହେଉଛି ଗୀତାର ଜନ୍ମର ପ୍ରକୃତ ମର୍ମ। ଗୀତାର ମର୍ମ ହେଉଛି ଧର୍ମକୁ ସ୍ଥାପନା କରିବା, ଅଧର୍ମକୁ ବିନାଶ କରିବା। ଆଜି ସମସ୍ତ ମଣିଷ ମାନଙ୍କ ଭିତରେ ଆସୁରିକ ତତ୍ଵର ଯେଉଁ ବୃଦ୍ଧି ପାଉଛି, ବିଭିନ୍ନ ପ୍ରକାର ଦେଖିବେ ବଳାତ୍କାର, ଲୁଣ୍ଠନ, ଚୌର୍ଯ୍ୟବୃତ୍ତି ଆଦି ବିଭିନ୍ନ ପ୍ରକାର ଦୁର୍ଗୁଣ ଏ ସମାଜକୁ ବ୍ୟାପ୍ତ କରିସାରିଲାଣି। ସମାଜ ଧ୍ୱଂସାଭିମୁଖୀ ହେଉଛି। କେବଳ ଗୀତା ଏକ ଅସ୍ତ୍ର ରୂପରେ ଜ୍ଞାନାଗ୍ନି ଦଗ୍ଧ କର୍ମାଣି ତମାହୁ ପଣ୍ଡିତ ବୁଧା। ତେଣୁକରି ଗୀତାର ଜ୍ଞାନ କେବଳ ସେଇ ଯେଉଁ ଦୁଷ୍କର୍ମ ମାନଙ୍କୁ, ଆସୁରିକ ଶକ୍ତି ମାନଙ୍କୁ ମନ ଭିତରୁ, ଚେତନା ଭିତରୁ ନିର୍ଲିପ୍ତ କରିପାରିବ ଏବଂ ଦିବ୍ୟ ଜ୍ଞାନ ଏ ସମାଜକୁ ପ୍ରସାରଣ କରି ଏକ ଦିବ୍ୟ ସମାଜ ସୃଷ୍ଟି କରିପାରିବାରେ ଏକ ମୂଳ ମନ୍ତ୍ର ସ୍ଥାପନା କରିପାରିବ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। LNTV, ସ୍ୱର ଆପଣଙ୍କର।